ଓଡ଼ିଶାର ମାନଚିତ୍ରକୁ ଆଖି ଆଗରେ ରଖିଲେ ଆମର ସାଧାରଣତଃ ଦୁଇଟି ଜିନିଷ ମନକୁ ଆସେ। ଗୋଟେ ହେଲା ପୂର୍ବରେ ଥିବା ବିଶାଳ ସମୁଦ୍ରତଟ, ହଁ ଆଉ ପଶ୍ଚିମରେ ଥିବା ଉଚ୍ଚ ପାହାଡ଼ ଆଉ ମାଳଭୂମି। କିନ୍ତୁ ଏହି ଦୁଇଟି ଚରମ ସୀମା ଭିତରେ କ'ଣ ଅଛି? ଏଇଟା ବହୁତ ଭଲ ପ୍ରଶ୍ନ। ଆଜି ଆମେ ସେହି ମଝି ଅଞ୍ଚଳର ଏକ ଯାତ୍ରା କରିବା। ଆମ ପାଖରେ ଥିବା ତଥ୍ୟ ଆଧାରରେ ଆମେ ଓଡ଼ିଶାର ଦୁଇଟି ବିଶେଷ ଭୌଗୋଳିକ ଅଞ୍ଚଳ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ପଶ୍ଚିମର ଲୋଲାୟମାନ ଉଚ୍ଚଭୂମି ଏବଂ ତାପରେ ସେଠାରୁ ତଳକୁ ଖସି ନଦୀ ଉପତ୍ୟକା ଓ ବନ୍ୟାଞ୍ଚଳ। ଏହାକୁ ଏକ ଭୌଗୋଳିକ ଯାତ୍ରା କହିଲେ ବି ଭୁଲ ହେବାନି। ହଁ, କଳ୍ପନା କରନ୍ତୁ, ଆମେ ଉଚ୍ଚ ମାଳଭୂମିରୁ ଧୀରେ ଧୀରେ ପାହାଚ ଓହ୍ଲାଇ ସମତଳ ଅଞ୍ଚଳ ଆଡ଼କୁ ଯାଉଛେ। ଆଚ୍ଛା। ଆମେ ପୂର୍ବରୁ କେନ୍ଦ୍ରୀୟ ମାଳଭୂମି ବିଷୟରେ କଥା ହୋଇଥିଲେ। ଆଜି ସେଇଠୁ ଆମ ଯାତ୍ରା ଆଗକୁ ବଢ଼ିବ, ପଶ୍ଚିମ ଦିଗକୁ। ଠିକ୍ ଅଛି। ତାହେଲେ ଆମ ଯାତ୍ରାର ପ୍ରଥମ ପାହାଡ଼ ପଶ୍ଚିମ ଲୋଲାୟମାନ ଉଚ୍ଚଭୂମି। ଆମ ସୋର୍ସ କହୁଛି ଯେ ଯେତେବେଳେ ଆମେ କେନ୍ଦ୍ରୀୟ ମାଳଭୂମିରୁ ପଶ୍ଚିମ ଦିଗକୁ ଯାଉ, ଭୂମିର ଉଚ୍ଚତା କମିଯାଏ। ହଁ, ମୋତେ ବହୁତ ଆକର୍ଷିତ କରୁଛି। ଏହାର ପ୍ରକୃତ ଅର୍ଥ କ'ଣ? ଛୋଟ ଛୋଟ ପାହାଡ଼ ଭଳି କି? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଲୋଲାମାନର ଅର୍ଥ ସମ୍ପୂର୍ଣ୍ଣ ସମତଳ ନୁହେଁ କିମ୍ବା ପୁରା ତୀକ୍ଷ୍ଣ ପାହାଡ଼ ବି ନୁହେଁ। ଓକେ। କଳ୍ପନା କରନ୍ତୁ, ଏକ ଶାନ୍ତ ସମୁଦ୍ରର ଧୀର ଢେଉ ଯେମିତି ଉଠେ ଆଉ ପଡ଼େ, ସେହିପରି ଏକ ଭୂମି। ଏହା ଏକ ପ୍ରକାରର ଢେଉ ଖେଳୁଥିବା ଭୂମି। ଆଚ୍ଛା, ବୁଝିଲି। ଆଉ ଏହା ପଛର ମୁଖ୍ୟ କାରିଗର ହେଉଛନ୍ତି ନଦୀ। ନଦୀ? କିନ୍ତୁ ନଦୀ ତ ସାଧାରଣତଃ ତଳିଆ ଅଞ୍ଚଳରେ ବୁହେ। ସେ ପୁଣି ଉଚ୍ଚଭୂମି କେମିତି ତିଆରି କଲା? ଏଇଠି ହିଁ ତ ପ୍ରକୃତିର ଚମତ୍କାରିତା। ଆମେ ଯେଉଁ କ୍ଷୟ କାର୍ଯ୍ୟ ବା ଇରୋଜନ କଥା କହୁ, ସେଇଟା ଶୁଣିବାକୁ ବହୁତ ସାଧାରଣ ଲାଗିପାରେ। କିନ୍ତୁ ଭାବନ୍ତୁ ତ, ଲକ୍ଷ ଲକ୍ଷ ବର୍ଷ ଧରି ଗୋଟିଏ ନଦୀ ଅବିରତ ଭାବେ ପଥରକୁ କାଟି ଚାଲିଛି। ଠିକ୍। ଏହା କେବଳ ପାଣିର ସ୍ରୋତ ନୁହେଁ, ପାଣି ସାଙ୍ଗରେ ଯେଉଁ ବାଲି, ଗୋଡ଼ି ଭାସି ଆସେ, ସେଗୁଡ଼ିକ ଗୋଟେ ପ୍ରାକୃତିକ ସ୍ୟାଣ୍ଡପେପର ଭଳି କାମ କରେ। ଧୀରେ ଧୀରେ କଠିନ ପଥରକୁ ବି ଘଷି ଘଷି ଚିକଣ କରିଦିଏ। ବା, ଏହା ବାସ୍ତବରେ ଏକ ସୁନ୍ଦର ଚିତ୍ର। ତାହେଲେ ଏହି ଉଚ୍ଚଭୂମିକୁ ଆମେ ଉଚ୍ଚ ମାଳଭୂମି ଆଉ ନଦୀ ଉପତ୍ୟକା ଭିତରେ ଏକ ସଂଯୋଗକାରୀ ବା ଟ୍ରାନଜିସନ୍ ଜୋନ୍ କହିପାରିବା। ଏକଦମ, ବିଲକୁଲ ସେଇଆ। ତାହେଲେ ଆମେ ଯେଉଁ ଉଚ୍ଚଭୂମି କଥା କହୁଛେ, ତାହା ଗୋଟେ ବିରାଟ ଅଞ୍ଚଳ, ନା ଏହାର ବି କିଛି ଭାଗ ଅଛି? ଆମ ସୂତ୍ରରେ ଏହାର ବିଭାଜନ ବିଷୟରେ କିଛି ଅଛି କି? ହଁ, ନିଶ୍ଚୟ। ଏହି ପଶ୍ଚିମ ଲୋଲାୟମାନ ଉଚ୍ଚଭୂମି ତ ଗୋଟେ ବହୁତ ବଡ଼ ଅଞ୍ଚଳ। କିନ୍ତୁ ଏହାକୁ ସହଜରେ ବୁଝିବା ପାଇଁ ଭୂବିଜ୍ଞାନୀମାନେ ଏହାକୁ 6ଟି ମୁଖ୍ୟ ଭାଗରେ ବିଭକ୍ତ କରିଛନ୍ତି। ଆଚ୍ଛା। ଆଉ ସବୁଠୁ ମଜାର କଥା କ'ଣ ଜାଣିଛନ୍ତି? କ'ଣ? ଏହି ପ୍ରତ୍ୟେକ ଭାଗର ନାମକରଣ ସେହି ଅଞ୍ଚଳର ମୁଖ୍ୟ ନଦୀ ଅବବାହିକା ଅନୁସାରେ ହିଁ କରାଯାଇଛି। ଓହୋ, ଏଇଟା ବହୁତ ରୋଚକ। ମାନେ ନଦୀ କେବଳ ଭୂମିକୁ ଗଡ଼େନି, ତାକୁ ନାଁ ବି ଦିଏ। ତାହେଲେ ପ୍ରଥମ କିଛି ଅଞ୍ଚଳ ବିଷୟରେ କୁହନ୍ତୁ। ନିଶ୍ଚୟ। ପ୍ରଥମେ ଆସୁଛି ଉତ୍ତରରେ ରାଜଗଙ୍ଗାପୁର ପାନପୋଷ ଉଚ୍ଚଭୂମି। ଏଇଟା ମୁଖ୍ୟତଃ କୋଏଲ ଓ ଶଙ୍ଖ ନଦୀର ଅବବାହିକା। କୋଏଲ ଓ ଶଙ୍ଖ। ହଁ। ତାପରେ ଝାରସୁଗୁଡ଼ା ଉଚ୍ଚଭୂମି, ଯାହାକୁ ଇବ୍ ନଦୀ ନିଜର ପରିଚୟ ଦେଇଛି। ଏବଂ ତାପରେ ଆସେ ବରଗଡ଼ ଉଚ୍ଚଭୂମି, ଯାହା ଜିରା ଓ ଜାଉନ୍ ନଦୀ ଦ୍ୱାରା ଗଠିତ। ଗୋଟେ ମିନିଟ୍, ଯେତେବେଳେ ଆମେ କହୁଛେ ଇବ୍ ନଦୀ ଅବବାହିକା, ଏହାର ଅର୍ଥ କେବଳ ନଦୀ କୂଳ ନୁହେଁ ନା? ଗୋଟେ ବଡ଼ ଅଞ୍ଚଳ ଯେଉଁଠି ବର୍ଷା ହେଲେ ସବୁ ପାଣି ଛୋଟ ବଡ଼ ନାଳ ଦେଇ ଶେଷରେ ଇବ୍ ନଦୀରେ ହିଁ ଆସି ମିଶିବ। ଏକ ବଡ଼ ଚିମୁଟା ବା ଫନେଲ ଭଳି। ବିଲକୁଲ ଠିକ୍ ବୁଝିଛନ୍ତି। ଏହାକୁ ହିଁ ଜଳ ସଂଗ୍ରହ କ୍ଷେତ୍ର ବା କ୍ୟାଚମେଣ୍ଟ ଏରିଆ କୁହାଯାଏ। ଓକେ। ସେହି ଅଞ୍ଚଳର ପ୍ରତ୍ୟେକ ବୁନ୍ଦା ପାଣିର ଶେଷ ଲକ୍ଷ୍ୟ ହେଉଛି ସେହି ମୁଖ୍ୟ ନଦୀ। ତେଣୁ ଯେତେବେଳେ ଆମେ ବରଗଡ଼ ଉଚ୍ଚଭୂମି କଥା କହୁଛେ, ଆମେ ଏକ ଏପରି ଭୂଖଣ୍ଡ କଥା କହୁଛେ ଯାହାର ଭୂଗୋଳ ଓ ଜଳ ନିଷ୍କାସନ ପ୍ରଣାଳୀ ଜିରା ଓ ଜାଉ ନଦୀ ଦ୍ୱାରା ନିୟନ୍ତ୍ରିତ। ତାହେଲେ କହିବାକୁ ଗଲେ ପଶ୍ଚିମ ଓଡ଼ିଶାର ଏହି ଭୂଦୃଶ୍ୟର ପ୍ରକୃତ ପରିଚୟ ଏହାର ମାଟି ବା ପଥର ନୁହେଁ, ବରଂ ଏହାର ନଦୀ। ହଁ, ମୁଖ୍ୟତଃ ତାହା ହିଁ। ନଦୀ ବଦଳିଗଲେ ଜାଗାର ନାଁ ଆଉ ଭୂଗୋଳ ବି ବଦଳି ଯାଉଛି। ବାକି 3ଟି ଉଚ୍ଚଭୂମି କ'ଣ କ'ଣ? ହଁ, ଏହି ଧାରା ଆଗକୁ ମଧ୍ୟ ଜାରି ରହିଛି। ଚତୁର୍ଥରେ ଆସୁଛି ବଲାଙ୍ଗୀର, ଟିଟିଲାଗଡ଼, ପାଟନାଗଡ଼ ଉଚ୍ଚଭୂମି। ଆଚ୍ଛା। ଏଇଟା ବିଶାଳ ତେଲ ନଦୀର ଉତ୍ତର ଅବବାହିକାରେ ଅବସ୍ଥିତ। ପଞ୍ଚମରେ ଭବାନୀପାଟନା ଉଚ୍ଚଭୂମି, ଯାହା ସେହି ତେଲ ନଦୀର ଦକ୍ଷିଣ ଅବବାହିକାର ଅଂଶ। ତେଲ ନଦୀ ଏତେ ବଡ଼ ଯେ ତାହା 2ଟି ଅଲଗା ଅଲଗା ଉଚ୍ଚଭୂମିକୁ ପ୍ରଭାବିତ କରୁଛି। ହଁ,
ତେଲନଦୀ ମହାନଦୀର ଏକ ବହୁତ ପ୍ରମୁଖ ଉପନଦୀ, ଆଉ ଏହାର ଅବବାହିକା ବି ବହୁତ ବଡ଼। ତେଣୁ ଏହାର ପ୍ରଭାବ କ୍ଷେତ୍ର ମଧ୍ୟ ଅଧିକ। ବୁଝିଲି। ଏବଂ ଶେଷରେ ଷଷ୍ଠ ଉଚ୍ଚଭୂମି ହେଉଛି ସୁଦୂର ଦକ୍ଷିଣରେ ଥିବା ମାଲକାନଗିରି ଉଚ୍ଚଭୂମି, ଯାହା ସାବରୀ ନଦୀ ଅବବାହିକାରେ ରହିଛି। ଏହି ସବୁକୁ ମିଶାଇ ଦେଖିଲେ ପଶ୍ଚିମ ଓଡ଼ିଶାର ଏକ ସ୍ପଷ୍ଟ ଭୌଗୋଳିକ ଚିତ୍ର ପାଇପାରିବେ, ଯାହାର ପ୍ରତ୍ୟେକ ଅଂଶ ଏକ ନଦୀ ଦ୍ୱାରା ପରିଚାଳିତ। ଏହା ଅବିଶ୍ୱାସନୀୟ। ତାହେଲେ ଆମେ ଏବେ ଏଇ ଢେଉ ଖେଳୁଥିବା ଉଚ୍ଚଭୂମିର ଚିତ୍ର ପାଇଗଲେ। ଏବେ ଆପଣ କହିଲେ ନଦୀ କ୍ଷୟ କରେ ବା କାଟିଥାଏ, କିନ୍ତୁ ନଦୀ ତ କେବଳ ଜିନିଷ ଭାଙ୍ଗେନି। ନା, ସେ ତିଆରି ବି କରେ। ହଁ, ସେଇଆ। ଯେଉଁ ମାଟି ପଥର ସେ ଉଚ୍ଚଭୂମିର କାଟି ଆଣିଲା, ସେ ସବୁକୁ ନେଇ କେଉଁଠି ନା କେଉଁଠି ଜମା କରେ। ଆଉ ମୋତେ ଲାଗୁଛି ସେଇଠୁ ହିଁ ଆମ ଆଲୋଚନାର ପରବର୍ତ୍ତୀ ଅଧ୍ୟାୟ ଆରମ୍ଭ ହେଉଛି। ଏକଦମ ଠିକ୍ ଧରିଛନ୍ତି। ନଦୀର ଦୁଇଟି ମୁଖ୍ୟ କାମ, କ୍ଷୟ କରିବା ମାନେ ଏରୋଜନ, ହଁ। ଆଉ ଜମା କରିବା ଡିପୋଜିସନ। ଏକ୍ଜାକ୍ଟଲି। ଏପର୍ଯ୍ୟନ୍ତ ଆମେ ତାର କ୍ଷୟ କାର୍ଯ୍ୟର ଫଳାଫଳ ଦେଖିଲେ। ଏବେ ଚାଲନ୍ତୁ ସେହି ନଦୀର ସ୍ରୋତ ସହ ନଦୀକୁ ଭସାଇ ଦେଇ ଆଗକୁ ଯିବା। ଯେମିତି ଯେମିତି ଆମେ ତଳକୁ ଯିବା, ନଦୀର ବେଗ କମିବ ଆଉ ତାର ଜମା କରିବାର ଶକ୍ତି ବଢ଼ିବ। ଆମେ ଏବେ ନଦୀ ଉପତ୍ୟକା ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ପ୍ରବେଶ କରୁଛେ। ତାହେଲେ ଆମେ ଆମ ଯାତ୍ରାର ଦ୍ୱିତୀୟ ପାହାଚରେ ପହଞ୍ଚିଗଲେ। ଏଠାରେ ଭୂମିର ଉଚ୍ଚତା ଆହୁରି କମ୍ ହୋଇଯାଉଥିବା ନିଶ୍ଚୟ। ହଁ, ଏଠାରେ ଉଚ୍ଚତା ଆହୁରି କମିଯାଏ, ପ୍ରାୟ 75 ମିଟରରୁ 150 ମିଟର ମଧ୍ୟରେ। ଏହି ଅଞ୍ଚଳଗୁଡ଼ିକ ହେଉଛି ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଚଉଡ଼ା ଏବଂ ପ୍ରାୟତଃ ସମତଳ ଭୂମି। କିନ୍ତୁ ଏଠାରେ ଏକ ମଜାଦାର କଥା ହେଉଛି, ସବୁ ନଦୀ ଉପତ୍ୟକାର ଆକାର ସମାନ ନୁହେଁ। କାହିଁକି? ଏଇଟା ନଦୀର ଆକାର ଉପରେ ନିର୍ଭର କରେ କି? କିଛି ମାତ୍ରାରେ, କିନ୍ତୁ ମୁଖ୍ୟତଃ ଏହା ନଦୀର ଅବସ୍ଥା ଉପରେ ନିର୍ଭର କରେ। ଅବସ୍ଥା? ହଁ, ଯେତେବେଳେ ନଦୀ ପାହାଡ଼ରୁ ବାହାରି ଦ୍ରୁତ ଗତିରେ ତଳକୁ ଆସେ, ସେତେବେଳେ ତାର ଶକ୍ତି ବହୁତ ଅଧିକ ଥାଏ। ସେତେବେଳେ ସେ ଏକ ଛୁରୀ ଭଳି ସିଧା ତଳକୁ କାଟେ, ତେଣୁ ତାର ଉପତ୍ୟକା ସଂକୀର୍ଣ୍ଣ ଓ ଗଭୀର ହୁଏ, ଯାହାକୁ ଆମେ ଭି ଆକୃତିର ଉପତ୍ୟକା କହୁ। ଆଚ୍ଛା। କିନ୍ତୁ ଯେତେବେଳେ ସେ ସମତଳ ଅଞ୍ଚଳରେ ପହଞ୍ଚେ, ତାର ବେଗ କମିଯାଏ। ସେତେବେଳେ ସେ ତଳକୁ କାଟିବା ବଦଳରେ ନିଜର ଦୁଇ ପାର୍ଶ୍ୱକୁ କାଟି ଉପତ୍ୟକାକୁ ଚଉଡ଼ା କରିବାରେ ଲାଗେ। ବୁଝିଲି। ତାହେଲେ ଆମେ ଓଡ଼ିଶାରେ ଯେଉଁ ଉପତ୍ୟକାର କଥା କହୁଛୁ, ସେଗୁଡ଼ିକ ପ୍ରାୟତଃ ଏହି ଚଉଡ଼ା ଧରଣର। ଆମ ତଥ୍ୟରେ 3ଟି ମୁଖ୍ୟ ନଦୀ ଉପତ୍ୟକା ବିଷୟରେ କୁହାଯାଇଛି: ମହାନଦୀ, ବ୍ରାହ୍ମଣୀ ଏବଂ ବଂଶୋଧାରା। ହଁ। କିନ୍ତୁ ଏମାନଙ୍କ ମଧ୍ୟରେ କ'ଣ କିଛି ମୌଳିକ ପାର୍ଥକ୍ୟ ଅଛି? ମାନେ, ମହାନଦୀ ଉପତ୍ୟକାର ଚରିତ୍ର କ'ଣ ବଂଶୋଧାରା ଉପତ୍ୟକାଠାରୁ ସମ୍ପୂର୍ଣ୍ଣ ଅଲଗା? ନିଶ୍ଚିତ ଭାବରେ ପାର୍ଥକ୍ୟ ଅଛି। ଏହା ସେମାନଙ୍କର ଉତ୍ପତ୍ତି ସ୍ଥଳ, ସେମାନେ ଅତିକ୍ରମ କରୁଥିବା ଭୂମି ଏବଂ ସେମାନଙ୍କର ଆକାର ଉପରେ ନିର୍ଭର କରେ। ମହାନଦୀ ଉପତ୍ୟକା ସମ୍ଭବତଃ ସବୁଠାରୁ ବିସ୍ତୃତ ଏବଂ ଜଟିଳ। କିନ୍ତୁ ଏ ସମସ୍ତ ଉପତ୍ୟକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଏହାର ବନ୍ୟା ପ୍ଲାବିତ ସମତଳ ଅଞ୍ଚଳ ବା ଫ୍ଲଡ୍ ପ୍ଲେନ୍ସ। ଫ୍ଲଡ୍ ପ୍ଲେନ୍ସ, ଏଇଟା ଶୁଣିବାକୁ ଟିକେ ନକାରାତ୍ମକ ଲାଗୁଛି। ବନ୍ୟା ତ ସାଧାରଣତଃ ବିପଦ ସୃଷ୍ଟି କରେ। ଏଇଠି ହିଁ ତ ପ୍ରକୃତିର ଦ୍ୱୈତ ଚରିତ୍ର ଦେଖିବାକୁ ମିଳେ। ଆଚ୍ଛା। ଯେତେବେଳେ ବନ୍ୟା ଆସେ, ନଦୀ ନିଜ ସୀମା ଦେଇ ଦୁଇ କୂଳକୁ ମଢ଼ାଇ ଦିଏ। ଏହି ସମୟରେ ସେ ନିଜ ସହ ବୋହି ଆଣିଥିବା ଉର୍ବର ପଟୁମାଟିକୁ ସେହି ସମତଳ ଅଞ୍ଚଳରେ ଛାଡ଼ି ଦିଆଯାଏ। ଓଃ। ହଜାର ହଜାର ବର୍ଷ ଧରି ଏହି ପ୍ରକ୍ରିୟା ଚାଲିବା ଫଳରେ ଏହି ଅଞ୍ଚଳର ମାଟି ଅତ୍ୟନ୍ତ ଉର୍ବର ହୋଇଯାଏ। ଏହି ଅଞ୍ଚଳ ହିଁ ଓଡ଼ିଶାର କୃଷିର ମେରୁଦଣ୍ଡ। ରାଜ୍ୟର ଅଧିକାଂଶ ଚାଷକାମ ଏହିଠାରେ ହିଁ କରାଯାଏ। ଏହା ଭାବିବାକୁ ଆଶ୍ଚର୍ଯ୍ୟ ଲାଗେ। ମାନେ, ବନ୍ୟାକୁ ଆମେ ସାଧାରଣତଃ ଏକ ବିପର୍ଯ୍ୟୟ ବୋଲି ଭାବୁ, କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଏଠି ବନ୍ୟା ହିଁ ବରଦାନ। ଏକ୍ଜାକ୍ଟଲି। ଏହି ବିନାଶକାରୀ ଶକ୍ତି ହିଁ ଓଡ଼ିଶାର ଶସ୍ୟ ଭଣ୍ଡାର ତିଆରି କରିଛି। ପ୍ରକୃତିରେ ଏହି ଦ୍ୱନ୍ଦ୍ୱ ବାସ୍ତବରେ ଅବିଶ୍ୱାସନୀୟ। ଏକ୍ଜାକ୍ଟଲି। ଏହା ହିଁ ଏହି ଅଞ୍ଚଳର ମାନବୀୟ ଗୁରୁତ୍ୱ। ଭୂଗୋଳ କେବଳ ପଥର ମାଟିର କାହାଣୀ ନୁହେଁ, ଏହା ମଣିଷ ସଭ୍ୟତାର କାହାଣୀ ମଧ୍ୟ କହିଥାଏ। ଠିକ୍ କଥା। ଯେଉଁଠାରେ ଉର୍ବର ମାଟି ଓ ପାଣିର ସୁବିଧା ଥାଏ, ସେଠାରେ ହିଁ ଜନବସତି ଗଢ଼ି ଉଠେ, କୃଷିର ବିକାଶ ହୁଏ ଏବଂ ସଭ୍ୟତା ଆଗକୁ ବଢ଼େ। ଓଡ଼ିଶାର ନଦୀ ଉପତ୍ୟକାଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ତାହେଲେ ଆଜିର ପୁରା ଆଲୋଚନାକୁ ଦେଖିଲେ ଲାଗୁଛି ଆମେ ଯେମିତି ଗୋଟେ ପାହାଚରେ ଧୀରେ ଧୀରେ ତଳକୁ ଓହ୍ଲାଇଛେ। ଏହା ଏକ ପ୍ରକାରର ଭୌଗୋଳିକ କ୍ରମାବନତିର ଯାତ୍ରା। ହଁ। ଯଦି ଆମେ ଓଡ଼ିଶାର ପ୍ରାକୃତିକ ମାନଚିତ୍ରକୁ ଆଖି ବନ୍ଦ କରି କଳ୍ପନା କରିବା, ତେବେ ଚିତ୍ରଟି ସ୍ପଷ୍ଟ ହୋଇଯାଉଛି। ସବୁଠୁ ଉପରେ ଉଚ୍ଚ ପାର୍ବତ୍ୟ ଅଞ୍ଚଳ, ତାପରେ ମାଳଭୂମି, ତାପରେ ଆଜି ଆମେ ଆଲୋଚନା କରିଥିବା ଢେଉ ଖେଳୁଥିବା ଲୋଲାୟମାନ ଉଚ୍ଚଭୂମି ଏବଂ ଶେଷରେ ସମତଳ
ଓ ଉର୍ବର ନଦୀ ଉପତ୍ୟକା। ଏହା ଏକ ସମ୍ପୂର୍ଣ୍ଣ ଚିତ୍ର। ଆଉ ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ ଓଡ଼ିଶାର ଭୂଗୋଳ ଏକ ସ୍ଥିର ବସ୍ତୁ ନୁହେଁ। ନୁହେଁ, ଏହା ଏକ ଗତିଶୀଳ ପ୍ରଣାଳୀ। ହଁ, ଏକ ଡାଇନାମିକ୍ ସିଷ୍ଟମ। ଏହା ନିରନ୍ତର ପରିବର୍ତ୍ତିତ ହେଉଛି। ଯେଉଁ ନଦୀମାନେ ଲକ୍ଷ ଲକ୍ଷ ବର୍ଷ ଧରି ଏହି ଭୂମିକୁ ଗଢ଼ିଛନ୍ତି, ସେମାନେ ଆଜି ବି ସେହି କାମରେ ଲାଗିଛନ୍ତି। ଆମେ ଯେଉଁ ଭୂମି ଉପରେ ଚାଲୁଛୁ, ତାହା ଲକ୍ଷ ଲକ୍ଷ ବର୍ଷର ନଦୀ କାର୍ଯ୍ୟର ଏକ ଜୀବନ୍ତ ଫଳ। ବାସ୍ତବରେ ଏକ ଚମତ୍କାର ଦୃଷ୍ଟିକୋଣ। ତାହେଲେ ଆଜିର ଏହି ଗଭୀର ଆଲୋଚନାରୁ ଯଦି ଦୁଇଟି ମୁଖ୍ୟ କଥା ମନେ ରଖିବାକୁ ହୁଏ, ତାହା କ'ଣ ହେବ? ମୋ ମତରେ ପ୍ରଥମଟି ହେଉଛି ପଶ୍ଚିମର ଲୁଲାୟମାନ ଉଚ୍ଚଭୂମି, ଯାହାର ଉଚ୍ଚତା 153ରୁ 305 ମିଟର। ତାହା କେବଳ ଏକ ମଧ୍ୟବର୍ତ୍ତୀ ଅଞ୍ଚଳ ନୁହେଁ, ବରଂ ଏକ ସ୍ୱତନ୍ତ୍ର ଭୂଦୃଶ୍ୟ, ଯାହାର ପ୍ରକୃତ ଶିଳ୍ପୀ ହେଉଛନ୍ତି ନଦୀ। ଏବଂ ଦ୍ୱିତୀୟ ମୁଖ୍ୟ କଥାଟି ହେଉଛି ନଦୀ ଉପତ୍ୟକା ଓ ବନ୍ୟପ୍ଳାବିତ ଅଞ୍ଚଳ। ଏଗୁଡ଼ିକ ଯାହାର ଉଚ୍ଚତା 75ରୁ 150 ମିଟର କେବଳ ତଳିଆ ଅଞ୍ଚଳ ନୁହେଁ, ବରଂ ନଦୀର ଦାନରେ ସୃଷ୍ଟି ହୋଇଥିବା ରାଜ୍ୟର ସବୁଠାରୁ ଉର୍ବର କୃଷିକ୍ଷେତ୍ର, ଯେଉଁଠି ବନ୍ୟାର ବିନାଶୀ ସୃଜନର କାରଣ ପାଲଟିଛି। ବିଲକୁଲ। ବହୁତ ସୁନ୍ଦର ଭାବରେ ସାରାଂଶ କଲେ। ଆଜି ଆମେ ଓଡ଼ିଶାର ଭୂମିକୁ ଏକ ନୂଆ ନଜରରେ ଦେଖିଲେ। ହଁ, କିନ୍ତୁ ଆମେ ଆଜି କେବଳ ଭୌତିକ ଭୂଗୋଳ ଉପରେ ଆଲୋଚନା କଲେ, ମାନେ କିପରି ଭୂମି ଗଠନ ହୋଇଛି। କିନ୍ତୁ ଏହା ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଟିକେ ଭାବନ୍ତୁ, ଏହି ଭିନ୍ନ ଭିନ୍ନ ଭୌଗୋଳିକ ଅଞ୍ଚଳ, ଗୋଟେ ପଟେ ଗଡ଼ାଣିଆ କମ୍ ଉର୍ବର ଉଚ୍ଚଭୂମି, ଆଉ ଅନ୍ୟପଟେ ସମତଳ ଅତ୍ୟଧିକ ଉର୍ବର ନଦୀ ଉପତ୍ୟକା। ଏହା ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାରେ ମାନବ ବସତି, ଲୋକଙ୍କର ଜୀବନଶୈଳୀ, ସଂସ୍କୃତି ଏବଂ ଅର୍ଥନୈତିକ ବିକାଶର ଧାରାକୁ କିପରି ଅଲଗା ଅଲଗା ଭାବରେ ପ୍ରଭାବିତ କରିଥାଇପାରେ, ଏହା ଆଗାମୀ ଦିନରେ ଚିନ୍ତା କରିବା ପାଇଁ ଏକ ରୋଚକ ବିଷୟ।